ନମସ୍କାର, ମୁଁ ରଶ୍ମିରେଖା। ଆଜି ଏଇଟା ମୋର ନିଜ ଲେଖା। ଗଳ୍ପ ନାଁ ହେଉଛି କାଳି ବୋହୂ। ସାବି ମାଉସୀ ପାଟି କରୁଥାନ୍ତି, ଆଲୋ ଡାକୁଣି ଖାଇ ଝାଡ଼ା ମତି ଆଣି କାଳି ଭୁଷୁଣ୍ଡି ସବା ଖାଇ, ଆଲୋ ଦିନସାରା ଯେତେ ହଳଦୀ ମାଖିବୁ ଗୋରାକି ହୋଇବୁ ସତେ, ସାବୁନ ପାଣିରେ ବୁଡ଼ି ରହିଲେ ବି କିସ ହେବ କହ ମୋତେ। ସାବି ନାନୀ ପାଟି ଉଠୁଥାଏ ପଡ଼ୁଥାଏ, ଗାଁ ଶେଷ ମୁଣ୍ଡକୁ ଶୁଭୁଥାଏ। ଗାଁ ସାରା ଲୋକ ରୁଣ୍ଡ ତା ଘର ଆଗରେ। ଦେଖିଲା ବେଳକୁ ପୁଅ ତାର କୁଆଡ଼େ ମାସେ ହେବ ଝିଅଟିଏ ବାହା ହୋଇ ନେଇ ଆସିଛି। ସାବି ନାନୀର ତ ପ୍ରତିଦିନ ଉଦଣ୍ଡ ନୃତ୍ୟ ଆଉ। ପ୍ରତିଦିନ କୋଇଲି ଉଠି ନଥିବ ମାଇକି ବାଜିବା ଆରମ୍ଭ ହୋଇଯାଏ। ଘର ପାଖ ଖୁଡ଼ି ଜଣେ କହିଲେ, ଆଲୋ ନାନୀ, ତୋ ପୁଅ ତ ଆଦରି ଆଣିଛି, ତୁ କିଆଁ ବୋହୂଟାକୁ ଦାଉ ସାଧୁଛୁ? ସାବି ନାନୀ ମୁଣ୍ଡ ଟିଣ ହୋଇଛି। ସେ ତ ଆହୁରି ଗର୍ଜିଲା ଆଉ। ଇଏ ଟୁକୁଳି ମୋ ପୁଅକୁ ଫସେଇ ଦେଇଛି, କିଛି ଯୌତୁକ ଆଣିନି, କାଳିଟାକୁ ମୋ ପୁଅ କେମିତି ଭଲ ପାଇଲା। ଖୁଡ଼ି କହିଲେ, ଆଲୋ ତୋ ପୁଅକୁ ଘରେ ପଚାରୁନୁ, ଏମିତି ଦାଣ୍ଡରେ ଘାଟରେ କିଆଁ ନାଟକ କରୁଛୁ? ଛି 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 ଛି, କେମିତି କୁଆଡ଼ୁ ମାଇକିନା ମାନେ ଏ ଗାଁକୁ ଆସୁଛ? ଯୌତୁକ ନେଇ ସରଗକୁ ଯିବୁଲୋ ସାବି। ପ୍ରୀତି ଭରିଥିବା ମହୁଲଟିଏ। ରଙ୍ଗ ସିନା କଳା, କିନ୍ତୁ ସେ ବହି ଆସୁଥିବା ମଧୁର ଭାଷାଟିଏ। କଳା ମଚମଚ ବାଳ ମୁଣ୍ଡରୁ ପାଦ ଯାଏ ଲମ୍ବିଥାଏ ଲଉଡ଼ି ଖେଳିବାକୁ। ହଁ, ସେ ପ୍ରେମ ଓ ଆକର୍ଷଣର ସମାହିତ ସୁବାସିତ ଫୁଲଟିଏ। ଓଠର ହସ ସ୍ୱାଗତ ଓ ସମ୍ବର୍ଦ୍ଧନାର ପରିଭାଷାଟିଏ। ପ୍ରେମ କିଏ ନ କରିଛି? ଲୁହରେ ଭରି ଯାଇ ପଚାରିଲା କୋଇଲିକୁ। ହଁ, ସେଦିନ ପାଗଳ ହୋଇ ପଚାରିଲା ନଦ ନଦୀ ପାହାଡ଼ ଝରଣାକୁ, ପଚାରିଲା ସମସ୍ତ ପୁରୁଷକୁ ଓ ନାରୀଙ୍କୁ, ତମେ କ'ଣ କେହି ପ୍ରେମ ବିନା ବଞ୍ଚିପାରିବ? ତମେ କ'ଣ ପ୍ରେମ ବିନା ହସିପାରିବ? କୁହ, ତମେ କ'ଣ ପ୍ରେମ ବିନା ନାଚିପାରିବ? ହଁ, ସେଦିନ ସମସ୍ତେ ଅସହାୟର ବାର୍ତ୍ତା ଦେଉଥିଲେ ଆଉ କହୁଥିଲେ, ନା ପ୍ରୀତି, ତୁ କିଛି ଭୁଲ କରିନୁ। ପ୍ରେମ ପାଇଁ ମଣିଷ ଯେତେବେଳେ ନିଜ ସଂସାର ଛାଡ଼ି ଅଫିସରେ, ହୋଟେଲରେ, ନିଜ ବୃତ୍ତି ସ୍ଥାନରେ ବିକଳ ହୋଇ ଖୋଜି ପାରୁଛି, ସେତେବେଳେ ତୁ ପ୍ରେମୀକୁ ଭଲ ପାଇବାରେ ଅସୁବିଧା କେଉଁଠି? ପ୍ରୀତି ମୁହଁ ବୁଲେଇଲା ବେଳକୁ ଦେଖିଲା ତାର ପ୍ରାଣପ୍ରିୟକୁ। ଆଖିରେ ଭରି ଆସିଲା ଲୁହ। ତଥାପି ଟିକେ ଆଖି କୋଣରେ ଲୁଚେଇ ଦେଇ କହିଲା, କେତେବେଳେ ଆସିଲ? ତା ସ୍ୱାମୀ ପଚାରିଲେ, ଆରେ ମା ଏମିତି ପାଟି କାହିଁକି କରୁଛି? ପ୍ରୀତି ଜାଣି ଶୁଣି କହିଲା, ମୁଁ ଜାଣିନି। ପ୍ରୀତିର ସ୍ୱାମୀ ହେଉଛନ୍ତି ଯତୀନ। ଯତୀନ ଯାଇ ପଚାରିଲେ, ଆଲୋ ମା, କାହିଁକି ଏମିତି ପାଟି କରୁଛୁ? ନା, ଏ ସାଇରେ ଏମିତି ଆମ ବାଡ଼ି ବଗିଚାରେ ପଶି ପରିବା ନେଇଯାଉଛନ୍ତି ତ, ସେଥିଲାଗି ଏମିତି କହୁଛି। ଯତୀନ କହିଲେ, ମା, ଏତେ ଜୋରରେ ପାଟି କଲେ ତ ଦେହ ଖରାପ ହୋଇଯିବ। ଏମିତି ଦିନ ପରେ ଦିନ ଗଡ଼ି ଚାଲିଥାଏ। ଶାଶୁର ପୁଅ ଆଗରେ ଗୋଟେ ରୂପ, ଆଉ ପୁଅ ବାହାରକୁ ବାହାରିଗଲେ ଅନ୍ୟ ରୂପ ଦେଖାଯାଉଥାଏ। ଦିନେ ପ୍ରୀତି ଶାଶୁର ଜଣେ ସାଙ୍ଗ ଆସିଲେ। ଶାଶୁ ତାଙ୍କୁ ବସିବାକୁ ନ କହି ସାଙ୍ଗସାଥିରେ ଗପୁଥାନ୍ତି। ପ୍ରୀତି ଯାଇ କହିଲା, ମାଉସୀ ଘରକୁ ଆସ, ବାହାରେ ଠିଆ ହୋଇଛନ୍ତି, ଭଲ ଲାଗିବ ନାହିଁ। ଶାଶୁଙ୍କ ସାଙ୍ଗ ଘରକୁ ଆସିଲେ। ପ୍ରୀତି ତାଙ୍କୁ ସରବତ ଜଳଖିଆ ଆଦି ଦେଲା। ଶେଷରେ ଚାହା ଆଣିବାକୁ ଭିତରକୁ ଗଲା। ଶାଶୁର ସାଙ୍ଗ ଶାଶୁକୁ କହିଲେ, ଆଲୋ ପୁଅ ବାହା କଲୁ, ଡାକିଲୁନି। ଶାଶୁ ଦେବୀଙ୍କର ତ ମୁଣ୍ଡ ଗରମ ହୋଇଗଲା ଆଉ। ସେ ପ୍ରୀତିକୁ ଶୁଣେଇ କହୁଥାନ୍ତି, ବାପା ବାହା ଦେଇ ପାରୁନଥିଲା ବୋଧେ, ମୋ ପୁଅର ସାଙ୍ଗରେ ଉଗୁରି ପଳେଇ ଆସିଛି। କାଳି ଭୂତୁଣୀ ମୋ ପୁଅ ବେକରେ ଗୋଡ଼େଇ ହୋଇଯାଇଛି। ଏକଥା ଶୁଣି ଯାହାର ହେଲେ ରକ୍ତ ଗରମ ହୋଇଯିବ। କିନ୍ତୁ ପ୍ରୀତି ଚୁପ୍ ରହିଲା। ପ୍ରୀତି ମନେ ମନେ ଭାବୁଥାଏ, ଯଦି ଭଲ ପାଇ ବାହା ହେବା ଅପରାଧ, ତାହେଲେ କାହାକୁ ଘୃଣା କରିବା, ଦେହର ରଙ୍ଗ ଓ ଜାତିକୁ ନେଇ ଗାଳି କରିବା, କାହାକୁ ମାରିବା, ହତ୍ୟା କରିବା, ଜୋର ଜବରଦସ୍ତି କରି ବାହାଘର ପୂର୍ବରୁ ଆଉ ପରେ ଯୌତୁକ ଆଣିବା କ'ଣ ମହାନ କାମ? ହେ ସମାଜ, କହିଦେ, ମୁଁ କଳା ହେବା କ'ଣ ମୋର ଦୋଷ? ମୁଁ କ'ଣ ଜାଣି ଶୁଣି ମୋ ଦେହରେ କଳା ମାଖି ଦେଇଛି? ହେ ଭଗବାନ, କହିଦେ, କ'ଣ ପ୍ରେମ ଅଧର୍ମ? ଯଦି ପ୍ରେମ ଅଧର୍ମ, ତାହେଲେ ସ୍ତ୍ରୀକୁ ପୁରୁଷ କିମ୍ବା ସ୍ତ୍ରୀ ଅପଶବ୍ଦ କହିବା, ଲଙ୍ଗଳା ମୁକୁଳା କରି ପିଟିବା କ'ଣ ଧର୍ମ? ତୁ ବୁଝେଇ ଦେ ଲୋଭୀ ମଣିଷମାନଙ୍କୁ। ମୋର ଆଚାର ବ୍ୟବହାର ମୋ ହାତରେ, କିନ୍ତୁ ମୋ ଦେହର ରଙ୍ଗ ସୁନ୍ଦରତା ମୋ ହାତରେ କି କାହା ହାତରେ ନାହିଁ। ଠିକ୍ ଏଇ ସମୟରେ
ସାବି ମାଉସୀଙ୍କୁ ତାଙ୍କ ସାଙ୍ଗ କହୁଥାଏ, ଆଲୋ ସାବି, ଏ ରୂପ କ'ଣ ସବୁଦିନ ରହିବ? ତୁ ବୁଢ଼ୀ ହେଲୁଣି, ବୋହୂଟି ବି ବୁଢ଼ୀ ହୋଇଯିବ। ଆଲୋ ତୋ ପୁଅ ତ ତା ରଙ୍ଗକୁ ଆଦୁରୁଛି, ତୁ କିଆଁ ଏମିତି ହଉଛୁ? ଆଲୋ ମୁଁ କ'ଣ କହିବି? ମୋ ବୋହୂ ପରା ଗୋରା ହୋଇଛି, ସକାଳୁ ଉଠିକି ନଖ ଧୋଉଛି, ନଖ ସଜେଇବାକୁ ଟଙ୍କା ସାରୁଛି, ମୁହଁ ନ ଧୋଇକି ଚାହା ପିଉଛି। ଆଲୋ ସାବି ନାନୀ, ଆଉ କ'ଣ କରୁଛି କହିବି? ସାବି ନାନୀ କହିଲା, କହୁନୁ। ଆଲୋ ଚିରା ଫଟା ପିନ୍ଧି ସିଏ ବୁଲୁଛି, କଥା କହୁ କହୁ ସିଏ ହସୁଛି, ବେଳ ଘଡ଼ି ଯାଏ ଶୋଇ ରହୁଛି, ଝାଡ଼ା ଯାଇ କରି ସେଇ ଲୁଗାଟାରେ ଘରେ ପଶିକରି ଖାଇ ବସୁଛି। ଲୋ ସାବି ନାନୀ, ମୁଁ ସେ ବୋହୂକୁ ନେଇ ଚଳୁଛି, ତୁ କିଆଁ ଏମିତି ହଉଛୁ? ତୋର ତା ରଙ୍ଗ, ଯୌତୁକ, ପୁଅ କ'ଣ ଦେଲା ନେଲା କ'ଣ ଅଛି? ତୋର ଟିକେ ଭଲ ବ୍ୟବହାର ଆଉ ଶ୍ରଦ୍ଧା ପାଇରେ ହେଲା। ତୋର ସବୁ ଥାଇ ଶୁଖିଲାଟାରେ କିଆଁ ଉତ୍ତେଜିତ ହେଉଛୁ? ସାବି ନାନୀ କହିଲା, ଆଲୋ ସାଇ ଭାଇମାନେ ମୋତେ ଉସୁକାଇ ଦେଉଛନ୍ତି। ସାବି ନାନୀ ସାଙ୍ଗ କହିଲେ, ଆଲୋ ଛାଡ଼, ସେମାନେ କ'ଣ କହିବେ? ତାଙ୍କ ଘରେ ପାଣି ପଶି ଆଣ୍ଠୁଏ ହେଲାଣି, ତୁ ତୋ ଘର ସମ୍ଭାଳ। ଆମେ ଦିନେ ପରଘରୀ ହୋଇ ଆସିଥିଲେ, ଆଉ ସେମାନେ ଏବେ। ତୋ ବୋହୂକୁ ହତାଦର କରନା। ପ୍ରୀତି କବାଟ ଫାଙ୍କରେ ଦେଖୁଥାଏ ଆଉ ଶୁଣୁଥାଏ। ହାତ ଯୋଡ଼ି ଭଗବାନଙ୍କୁ କହିଲା, ହେ ପ୍ରଭୁ, ଧନ୍ୟବାଦ, ତମେ ଏ ମାଉସୀ ରୂପରେ ମୋ ଘରକୁ ଆସିଛ। କାହିଁକି ନା ଯେଉଁ ବ୍ୟକ୍ତି ସମ୍ପର୍କକୁ ଭାଙ୍ଗିଦିଏ ତା ଦେହର ଈଶ୍ୱରତ୍ୱ ଲୋପ ପାଇଯାଏ। ତମେ ଏ ମାଉସୀ ହୃଦୟରେ ଜାଗି ଉଠିଛ ପ୍ରଭୁ। ଏବେ ବୋଧେ ମୋ ଘର ସଜାଡ଼ି ହୋଇଯିବ। ସାବି ନାନୀ ଘର ଭିତରକୁ ଦୌଡ଼ି ଆସିଲା ଆଉ କହିଲା, ମାରେ ମୋତେ କ୍ଷମା କରିଦେ। ମା ହେଇ ଗୋଟେ ସନ୍ତାନର ରଙ୍ଗକୁ ନେଇ ମୁଁ କେମିତି ଆକ୍ଷେପ କରିପାରିଲି? ଜଣେ ମା ପାଖରେ ରଙ୍ଗ, ଜାତି, ଧନ, ଦରବର କୌଣସି ମୂଲ୍ୟ ନାହିଁ। ତା ଲାଗି ତା ସନ୍ତାନର ଖୁସି ଛଡ଼ା ଆଉ କିଛି ଲୋଡ଼ା ନାହିଁ।